ସେ ଏଜେଣ୍ଟ ଗବସାଇ ଘର ମୋଟେଲ ଛକ ଗବସାଇ। ସେ ମଦ ପିଇକି ସବୁବେଳେ ନିଶାର ରହୁଛନ୍ତି, ଏନି ଟାଇମ୍ ନିଶା ରହୁଛନ୍ତି। ସେଇଟା କହିଲା ବେଳକୁ ସେ ମାରୁଛନ୍ତି। ତାଙ୍କର ବି ଏଣେ ଲିଭର ଖରାପ ହେଇଗଲାଣି। ମୁଁ ସେଇ କଥା କହୁଛି, ତମ ଲିଭର ଖରାପ ହେଇଗଲାଣି, ମେଡିକାଲ ଦେଖେଇକି ଇଏ କରୁଛି। ତ ଭଲ କଥା କହିଲା ବେଳେ ସିଏ ମାରୁଛନ୍ତି, ନିଶାରେ ପିଇକି ସବୁବେଳେ ମାରଧର ଡେଲି। ରାତି 2ଟା ବେଳୁ ଉଠିକି ଗାଡି ନେଇ ପଳଉଛି, ମଦ ପିଇକି ସିଆଡୁ ଆଉଛି। କହିଲା ବେଳକୁ କୁଆଡେ ଯାଇଥିଲୁ, ମଦ ପିଇକି ଆଇଲୁ ନା, ପୁଣି ତୋ ଦେହ ଖରାପ। ସେଟାରେ ମାରୁଛନ୍ତି। ଶାଶୁ ବି ଆସି କହୁଛି, ତୁ କାହିଁ କହୁଛୁ? ତା ଇଚ୍ଛା, ସିଏ ପିଅ, ଯାହା କରିବ। ପଇସା ରୋଜଗାର କରୁଛି, ପିଅନ୍ତାନି। ଘରକୁ ପଇସା କଣ ଆଣୁନି କି? ତୁ କାହିଁ କହୁଛୁ? ତୋର ଖାଇବୁ ରହିବୁ, ଆଉ କିଛି କଥାରେ ମୁଣ୍ଡ ପୁରେଇ ପାରିବୁ। ମୁଁ ସେଇ କଥା କହିଲା ବେଳୁ ସେ ମାରୁଛନ୍ତି। ସେଇ ସ୍ୱାମୀ ମାରୁଛି, ଶାଶୁ ବି ସପୋର୍ଟ କରୁଛନ୍ତି। 3 ବର୍ଷ ହେଲାଣି ଏଇଭଳିଆ, ବହୁତ ସହିଲିଣି। ସବୁବେଳେ ମାରୁଛନ୍ତି। ଯେତେବେଳେ ମାରୁଥିବେ, ଯେତେବେଳେ ଭଉଣୀ ଡାକିବ ଭିଡିଓ କରିବ, ମୁଁ ମାରିବି। ସେ ଭିଡିଓ କରିବ ମୋବାଇଲରେ, ଶାଶୁ ଠିଆ ହେଇକି ଦେଖିବ, ଇଏ ମତେ ମାରିବ ଗଡେଇ ପଡେଇ। ବାହାଘର 3 ବର୍ଷ ହେଇଗଲାଣି। ଆଜ୍ଞା, କାଲି ସେ ମଦ ପିଇକି ଆସିଲେ ବୋଲି ମୁଁ କହିବାରୁ, ମଦ ପିଇକି ପୁଣି କଣ ପାଇଁ ଆଇଲ? ତମ ଡାକ୍ତର ଦେଖି ମେଡିସିନ ଖାଉଛ, ପୁଣି କଣ ପାଇଁ ମଦ ପିଇକି ଆଇଲ? ସେଇଠାରୁ ମତେ ମାଇଲେ। ମାରିଲେ, ମୁଁ କହିଲି ମାରୁଛୁ ଯଦି ମୁଁ ପଳେଇମି ଘରକୁ ପଳେଇ ଆସିଥିଲି। ରାସ୍ତା ଉପରେ ଘୁଷାଡିକି ମାଇଲେ। ଆଗେ ସେ ହାତର ଗୁଡର ହାତର ମାଇଲେ। ସେ ମୁଖା କରି ମାରୁଛନ୍ତି। ଆଜ୍ଞା, ମୁଁ କହିନି କେବେ ଘରେ। ଲଭ୍ ମ୍ୟାରେଜ କରିଥିଲି, ସେଥିପାଇଁ ମୁଁ କିଛି କୁହେନି ଘରେ। ଯେତେ ଟର୍ଚର ହୁଏ ମୁଁ ଚୁପଚାପ ସହିଯାଏ, କୁହେନି ଘରେ। ବହୁତ ଟର୍ଚର କରନ୍ତି, ବହୁତ ମାରନ୍ତି ମତେ। ଆଗଥର ଏଇଟା ନକି 4-5 ଥର ମତେ ମୋ ଶାଶୁ ମାଇଲାଣି ନିଜେ। ଆଗେ ଝିଅକୁ ସିଏ ନେଇଗଲେ, କହିଲେ କାଲି ମାରି ଦେଇଥାନ୍ତେ ମତେ ଜୀବନରୁ। ମୁଁ ଆହୁରି ବାଇକି ଫୋନ କରିକି ରାତି 4ଟାରେ କହିବାରୁ ସିଏ ଯାଇକି ମତେ ନେଇକି ଆଇଲେ। ସେ ଗୁଇଠା ବିଧା, ସେ ମୁଖା କରିକି ଏଇଗୁଡାକୁ ସବୁ ମାରିକି ବଥା କରିଦେଇଛନ୍ତି। ବାଡି ପକେଇକି ଏଇଭଳିଆ କାନ୍ଥରେ ଚାପି ଦେଇଥିଲେ, ତଣ୍ଟି ଫୁଲି ଯାଇଛି। ମୁଁ କଥା ବି ଭଲସେ କହିପାରୁନି। ମୋ ନାଁ କାଶୀନାଥ ଜେନା, ଘର କିଳତିଆ। ଝିଅ ବାହା ହେଇଥିଲା ମୋଟର ଛକ କୈଳାସ ଜେନା ପୁଅ ରାଜୁ ଜେନା। ଆଉ କାଲି କ'ଣ ଟୁକୁର ମୁକୁର ତାଙ୍କ ନାଗିଥିଲେ, ନାଗିକି ସେଇଠୁ ମୁଁ ରାଜୁ ଆମେ କହିଥିଲୁ କ'ଣ ହେଲା ଯେ ସିଏ ଆମକୁ କିଛି ଜଣେଇ ନାହାନ୍ତି। ତେଣୁକରି ରାତି 3ଟାର ତାକୁ ମାରିଦେବାର ଚକ୍ର ଥିଲା। ସେ କେମିତି ଝିଅ ତାର ଗୋଟେ ନମ୍ବର ମାରିଦେଇଛି ତା ପୁଅ, ମୋ ପୁଅ କତିକି, ତା ଭାଇ କତିକି। ସେ ଭୁବନେଶ୍ୱର ଅଛି। ଆଉ ସେ ଭୁବନେଶ୍ୱରରୁ ଯେତେବେଳେ ଫୋନ୍ ମାରିଦେଇଛି, ଭୁବନେଶ୍ୱରରୁ ଫୋନ୍ ଆସିଲା ଆମ କତିକି ଯେ ତୁମେ ଯେତେ ଶୀଘ୍ର ଯାଇକି ପହଞ୍ଚ, ଝିଅଟାକୁ ମାରିଦେଲେଣି। ଆମେ ରାତି 4ଟା ଖଣ୍ଡେ ଟାଇମ୍ ଯାଇ ପହଞ୍ଚିଲା ବେଳକୁ ଝିଅ ବେହୁଶ ହେଇକି ପଡ଼ୁଛି। ଆଉ ତା ତଣ୍ଟିର ଭିଡ଼ିଓ କଲିଂ ହେଇଛି, ଭିଡ଼ିଓ କଲିଂ ବି ଦେଖିବେ। ଆଉ ତଣ୍ଟିର ଗୋଟେ ଗୁଡ଼ ତଣ୍ଟର ଦେଇଛି, ଆଉ ଗୋଟେ ଗୁଡ଼ କରିକି ମାରିକି ତା ବେକାର କରିକି ପକେଇ ଦେଇଛନ୍ତି। ଆଗାମୀ ବି ଏମିତି ହେଇଥିଲା। ଆମେ ଟାଉନ ଥାନାରେ କେସ୍ ଦେଇଥିଲୁ ତା ନାଁର, ରାଜୁ ନିଜ ନାଁର। ଆଉ ତା ଝିଅକୁ ଛାଡ଼ୁଥିଲେଣି। ଏବେ ବି ତା ଝିଅକୁ ଅଟକେଇ ରଖିଛନ୍ତି, ଛାଡ଼ୁନାହାନ୍ତି ତା କତିକି, ମା କତିକି। ଆଉ ତାକୁ ମାରିକି ପକେଇଦେବେ, କବାଟ ଖୋଲୁଥିଲେନି। ଆମ ବହୁତ ଝିଅ ଯାହା ହଉ ଆମ୍ପୁଡ଼ି ମାମ୍ପୁଡ଼ି ହେଇକି ଝିଅ କବାଟ ଖୋଲିକି ଦୌଡ଼ିକି ପଳେଇଲା ବାହାରକୁ। ଆମେ ଆଣିକି ମେଡ଼ିକାଲରେ ପକେଇଛୁ। ଆଉ ଡକ୍ଟର 3 ବର୍ଷ ହେଲା କରିଚାଲିଲାଣି ସେ। ନା, ଆମକୁ ସେ ଫୋନ୍ କରି କିଛି ଜଣନ୍ତିନି, କିନ୍ତୁ ଝିଅ ଫୋନ୍ କରିକି କୁହେ ଆମକୁ କେତେ କେମିତି। ଆଜ୍ଞା, ଯୌତୁକ କଥା ସେ କୁହେ ଯେ ତୋ ବାପ କ'ଣ ଦେଇଛି, ଅମୁକ ଦେଇଛି। ଆମେ ତ କଥା ହେଇକି ତ ବାହାଘର ସବୁ ହେଇଛି, ବାପ ଥିଲା, ସବୁ ଥିଲା। ବାପ ତ ମରିଯାଇଛି ତାର। ଆଉ ତେଣୁକରି ଆମର ଆଉ କ'ଣ, ତମେ ତ ସବୁ ବିନା ଡିମେଟ୍ର ହେଇଛି। ଆଉ ଏଇ ସାଥେ କାହିଁ କହୁଛୁ? ସେ ଟିକେ ଦଲାରୀ କାମ କରୁଛି ତ, ପଇସା ପତ୍ର ପାଇକି ପିଇକି ଏଇଭଳିଆ ରାତି 2ଟା 3ଟାର ଏମିତି ପିଇକି ଆସି ଝିଅ ଉପରୁ ଟର୍ଚର କରୁଛି ଆଉ।